କିଛି ମିଳିବନି। ସେ ନିଜେ ହଜେଇଛନ୍ତି, ମୁଖ୍ୟମନ୍ତ୍ରୀ ଏଇ ତାଙ୍କରି ସରକାର ହଜେଇଛନ୍ତି। ତମେ ମୁଖ୍ୟମନ୍ତ୍ରୀ ହେଲାଣି 2 ବର୍ଷ 3 ମାସ, ଫାଇଲଟା କେମିତି ହଜିଲା? କେମିତି ହଜିଲା? 2 ବର୍ଷ ପରେ ଫାଇଲ ହଜିଲା। ତମେ ହଜେଇ ଦେଇ ୟା ତା ମୁଣ୍ଡରେ ଜଗୁଛ। ପାଣ୍ଡିଆନକୁ ବଦନାମ କରି ନୋଟିସ, ବେହେରାକୁ ବଦନାମ କରିବା ପାଇଁ ନୋଟିସ, ଗୋଟେ କିରାନୀକି ଧରିକି ନେଇକି ଯାଉଛ। ଏ ଗୋଟେ ପ୍ରହସନ ଚଲେଇଛ। ହଜିଛି ତମ ଟାଇମରେ, ତମେ ରେସ୍ପନ୍ସିବୁଲ। ନିଜେ ମୁଖ୍ୟମନ୍ତ୍ରୀ, ତାଙ୍କ ଦପ୍ତରରୁ ଯଦି ଫାଇଲ ହଜିଛି ସେ ନିଜେ ଦାୟୀ। ୟା ତା ମୁଣ୍ଡରେ ତେଲ ମାରିକି ଖସିଯିବା ପାଇଁ ବସିଛନ୍ତି ପାଣ୍ଡିଆନ ନାଁରେ, ବେହେରା ନାଁରେ, କିରାନୀ ନାଁରେ। ଗୁଡାକ ଭୁଲ ତଥ୍ୟ। ଭୁଲ କରନି ମୁଖ୍ୟମନ୍ତ୍ରୀ। ଯାହା ତ କଲ କଲ, ହଜେଇଲ। ୟାକୁ ତାକୁ ପକେଇକି ଫାଶରେ ବଦନାମ କରି ନିଜେ ଖସିଯିବା ପାଇଁ ଚେଷ୍ଟା କରନି। ଏ ଅପାରକ ସରକାର, ତେଣୁ ହଜେଇଛନ୍ତି। ପୁରା ମାତ୍ରାରେ ଦୌଡ଼ିଲା, ଇଏ ଦୌଡ଼ିକି ଗାଡ଼ିରେ ବସି ପଳେଇ ଆଇଲେ। ଏ ପୁରା ଅଲାଜୁକ ଗଭର୍ଣ୍ଣମେଣ୍ଟ। ମୋହନ ମାଝୀ, ତମେ ଜଣେ ଶିକ୍ଷକ ଥିଲ, କାହିଁ ଏମିତି ଭୁଲ ହଉଛି? ପ୍ରଥମ ଭୁଲ କଲ, ଦ୍ୱିତୀୟ ଭୁଲ କଲ, ତୃତୀୟ ଭୁଲ କଲନି। ଟେଷ୍ଟ ପେପରରେ ପୁରା ଭୁଲ ହେଲା। ଓଡ଼ିଶା ଆସେମ୍ବଲି କି କାଶ୍ମୀର ଆସେମ୍ବଲି ଦେଖେଇଲ, ବାଙ୍ଗଲୋର ଆସେମ୍ବଲି ଦେଖେଇଲ, କର୍ଣ୍ଣାଟକ ଆସେମ୍ବଲି। ଯେକୌଣସି ସେତେବେଳେ ପ୍ରାୟ 90ଟା ଭୁଲ। ଯାହା ଗଲା ସେ ଡାଇରେକ୍ଟର ଜେଲ ଗଲେ, ବେଲରେ ଆସିସାରିଲେଣି। ଏବଂ ଯେଉଁ LP ସ୍କୁଲ ଭୁଲ ବାହାରିଛି, ସେଥିପାଇଁ ଫେର ଜେଲ ବେଲ ଆସିବେ। ଇଏ ତ ଜେଲ ଯିବେ, ବେଲ ଆସିବେ ଯୋଉମାନେ ଦାୟିତ୍ୱରେ ଥିଲେ, ଶିକ୍ଷାବିତ। କିନ୍ତୁ ପିଲାଙ୍କ ଜୀବନ ଅନ୍ଧାର। ତେଣୁ ସଜାଗ ହୁଅ। କେତେ ତମକୁ ଆମେ ଘେରାଉ କରିବୁ, କେତେ କରିବୁ? ସେ ଷଡ଼ଯନ୍ତ୍ର ତାଙ୍କ ନିଜ ଭିତରେ, ବିଜେପି ଭିତରେ। ହଁ, ସେ ଜାତୀୟ ସଂଘ ଭୁଲ କରିଛନ୍ତି। ସବୁ ତ ଭୁଲ ଆଉ ମାଗିବା ଉଚିତ, ଯେହେତୁ ସେ ଦାୟିତ୍ୱରେ ଅଛନ୍ତି।